ଏବେ ଯୋଉ ପରିମାଣରେ ଖରା ବଢ଼ିଲାଣି, ଏଇ ଡହ ଡହ ଖରାରେ ମନ ତ ସବୁବେଳେ କିଛି ଥଣ୍ଡା ଥଣ୍ଡା ପିଇବାକୁ ଇଚ୍ଛା କରୁଛି। ଏଇ ଡହ ଡହ ଖରାରେ ମନ ଆଉ ଆତ୍ମା ଦୁଇଟି ଯାକ ଶାନ୍ତି ହେଲା ଭଳି ଆଜି ଆମେ ତିଆରି କରିବା ସୁପର ଟେଷ୍ଟି ସୁପର ଡେଲିସିୟସ୍ ଥଣ୍ଡା ଥଣ୍ଡା ଆମ୍ବ ଲସି। ଏବେ ତ ଆମ୍ବର ସିଜିନ୍ ଚାଲିଛି ଆଉ ଫ୍ରେଶ୍ ଫ୍ରେଶ୍ ପାଚିଲା ଆମ୍ବ ମଧ୍ୟ ମାର୍କେଟରେ ମିଳିଲାଣି। ତେବେ ଡେରି ନକରି ଚାଲନ୍ତୁ ପ୍ରସ୍ତୁତ କରିବା ଆମର ଘରେ ଅତି ସହଜରେ ଆମ୍ବ ଲସି। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ପସନ୍ଦ ଆସିଲେ ଲାଇକ୍ କମେଣ୍ଟ ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆମ୍ବ ଲସିର ମେନ୍ ପାର୍ଟ ହେଲା ଆମ୍ବ। ସେଥିପାଇଁ କିଛି ପାଚିଲା ଆମ୍ବକୁ ମୁଁ ଘଣ୍ଟେ ପୂର୍ବରୁ ପାଣିରେ ଭିଜେଇ ରଖିଥିଲି। ଆମ୍ବକୁ ସବୁବେଳେ ପାଣିରେ ଭିଜେଇକି ରଖିକି ଖାଆନ୍ତୁ କିମ୍ବା ଲସି ବନାନ୍ତୁ, ଏହା ଦେହ ପାଇଁ ବହୁତ ହେଲ୍ଦି। ସେଥିପାଇଁ ମୁଁ ଆମ୍ବକୁ ପ୍ରଥମେ ପାଣିରେ ଭିଜେଇ ରଖି ନେଇଥିଲି। ତାକୁ ପ୍ରଥମେ କାଟି ନେବା। ଆମ୍ବ ସବୁବେଳେ ମିଠା ଆମ୍ବ ନେବେ, ଲସି ପିଇବାକୁ ବହୁତ ଟେଷ୍ଟ ଲାଗିବ। ଖଟା ଆମ୍ବ ନେଲେ ଅଧିକ ପରିମାଣରେ ଚିନି କିମ୍ବା ମିଶ୍ରିର ବ୍ୟବହାର ପଡ଼ିବ, କିନ୍ତୁ ଜମା ବି ଟେଷ୍ଟ ଲାଗିବନି। ସେଥିପାଇଁ ମୁଁ ଏଠି କିଛି ଆମ୍ବକୁ ପ୍ରଥମେ କାଟି ନେଉଛି। ଆମ୍ବ ଲସି ବନେଇବେ କେତେ ଜଣଙ୍କ ପାଇଁ ବନେଇବେ ସେହି ହିସାବରେ ଆମ୍ବକୁ ୟୁଜ୍ କରିବେ। ମୁଁ ଏଠି 2 ଗ୍ଲାସ୍ ପାଖାପାଖି ଲସି ବନେଇବି, ସେହି ହିସାବରେ ମୁଁ 2ଟା ଛୋଟ ଆମ୍ବ ବା ମିଡ଼ିଲ୍ ସାଇଜ୍ର ଆମ୍ବକୁ ମୁଁ ନେଉଛି। ପ୍ରଥମେ ଆମ୍ବକୁ କାଟି ନେବା ଆଉ ତା ଦେହରୁ ବାହାର କରିନେବା ଆମେ ରସ। ଏଠି ମୁଁ 2ଟା ପାଚିଲା ଆମ୍ବକୁ ଛୋଟ ଛୋଟ କରି କାଟି ରଖିଛି। ଆକୁ ପ୍ରଥମେ ମିକ୍ସିରେ ଦେଇଦେବା। ଆପଣ ଚାହିଁଲେ ଏଥିରୁ କିଛି କ୍ୟୁବ୍ ରଖିକିରି ଡେକୋରେଟ୍ କରିପାରିବେ। ତା ସହିତ କିଛି ଫ୍ରେଶ୍ ଦହି ନେବା, ବିଲକୁଲ ବି ଖଟା ଦହି ନେବାନି। ମିଠା ଯେତିକି ଖାଇବାକୁ ପସନ୍ଦ କରୁଥିବେ ସେହି ହିସାବରେ ନେବା ଚିନି କିମ୍ବା ମିଶ୍ରି। ଭଲ ଫ୍ଲେଭର ପାଇଁ କିଛି ଗୁଜୁରାତି ସହିତ ଗୋଲମରିଚକୁ ଦେବା। ତା ସହିତ ଥଣ୍ଡା ଥଣ୍ଡା ଲାଗିବା ପାଇଁ ଆଇସ୍ କ୍ୟୁବ୍ ଦେଇ ପୁରା ଚିକ୍କଣ କରି ପେଷ୍ଟ କରି ଆଣିବା। ନର୍ମାଲି ଲସିର କନସିଷ୍ଟେନ୍ସି ଟିକେ ବହଳିଆ ହେଲେ ପିଇବା ପାଇଁ ଭଲ ଲାଗିଥାଏ। ଯଦି ଆପଣମାନଙ୍କୁ ପତଳା ପସନ୍ଦ, ଆପଣ ମାନେ ଏଇଠି କିଛି ଥଣ୍ଡା ପାଣି କିମ୍ବା ଥଣ୍ଡା କ୍ଷୀରକୁ ଆଡ଼୍ କରି ଲସିର କନସିଷ୍ଟେନ୍ସିକୁ ନିଜ ହିସାବରେ ଆଡ଼ଜଷ୍ଟ କରିପାରିବେ। ଆଜିର ଆମ୍ବ ଲସି ପୁରା ସିମ୍ପୁଲ ବା ନର୍ମାଲ ମୁଁ ରଖିଛି। ଆପଣ ଚାହିଁଲେ କିଛି ଡ୍ରାଇ ଫ୍ରୁଟ୍ସକୁ ଭିଜେଇକି ମିକ୍ସିରେ ଗ୍ରାଇଣ୍ଡିଙ୍ଗ କରିପାରିବେ। ଆମ୍ବ ଲସି ଖାଇବାକୁ ବହୁତ ଟେଷ୍ଟ ଲାଗିବ। ଆମ୍ବ ଲସି ତିଆରି କରିବା ପାଇଁ ମୁଁ ଏଠି ଛୋଟ ଚାମଚ ନେଇଛି ସବ୍ଜା ସିଡ୍ସ ବା ବେସିଲ୍ ସିଡ୍ସ। ମୁଁ ୟାକୁ 5 ମିନିଟ୍ ପୂର୍ବରୁ ଭିଜେଇ ରଖିଥିଲି। ଇଏ ଆଉ ଭଲସେ ପୁରା ଭିଜି ଯାଇଛି। ଏଥିରେ ରହିଛି ପ୍ରଚୁର ପରିମାଣରେ ପ୍ରୋଟିନ୍, ଫାଇବର, ଭିଟାମିନ୍ ଆଉ ମିନେରାଲ୍ସ। ଏହା ସହିତ ଇମ୍ୟୁନିଟି ସିଷ୍ଟମକୁ ମଧ୍ୟ ଏହା ଷ୍ଟ୍ରଙ୍ଗ କରିଥାଏ। ଯେହେତୁ ଏଥିରେ କ୍ୟାଲୋରି କମ୍ ଥାଏ, ୱେଟ୍ ଲସ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଆଉ ସବୁଠୁ ଭଲ ଜିନିଷ ହେଲା ଏହା ଆମ ଦେହକୁ ଥଣ୍ଡା ରଖିଥାଏ। ଖରାଦିନେ ବତୁରେଇ ଯେକୌଣସି ସର୍ବତରେ ବ୍ୟବହାର କରିପାରିବେ। ଲସି ଡେକୋରେଟ୍ କରିବା ପାଇଁ ଗ୍ଲାସରେ ପ୍ରଥମେ 1 ଚାମଚ ଆମେ ସବ୍ଜା ସିଡ୍ସ ବା ବେସିଲ୍ ସିଡ୍ସ ଦେଇଦେବା। ଭଲ ସୁନ୍ଦର ଡେକୋରେଟ୍ ଦେଖିବା ପାଇଁ କିଛି ଡାଳିମ୍ବର ମଞ୍ଜିକି ଦେଇଦେବା ଆଉ ଲସିକି ଫିଲ୍ କରିନେବା। ଆପଣ ଚାହିଁଲେ ଏଥିରେ କିଛି ଆମ୍ବ କ୍ୟୁବ୍ସକୁ କାଟିକି ମଧ୍ୟ ଦେଇପାରିବେ। କିନ୍ତୁ ମୁଁ ନର୍ମାଲ ରଖିଛି, ସେଥିପାଇଁ ଏଥିରେ କିଛି ମୁଁ ଆଡ଼୍ କରିନି। ଉପରେ ଆଉ ଅଳ୍ପ ଟିକେ ସବ୍ଜା ସିଡ୍ସ ଦେଇଦେବା, ଡାଳିମ୍ବର ମଞ୍ଜି ଆଉ କିଛି ଡ୍ରାଇ ଫ୍ରୁଟ୍ସ ଯେମିତିକି କେବଳ କାଜୁକୁ ମୁଁ ଆଡ଼୍ କରିଛି। ଆପଣ ଅଲଗା କିଛି ଡ୍ରାଇ ଫ୍ରୁଟ୍ସକୁ ମଧ୍ୟ ଆଡ଼୍ କରିପାରିବେ। ଏଠି ଆମର ରେଡ଼ି ହେଇଗଲା ସୁପର ଟେଷ୍ଟି ସୁପର ଡେଲିସିୟସ୍ ଥଣ୍ଡା ଥଣ୍ଡା ମ୍ୟାଙ୍ଗୋର ଲସି। ଆପଣମାନେ ଥରେ ଏହି ପ୍ରୋସେସରେ ବନେଇକି ପିଅନ୍ତୁ ଆଉ କେମିତି ଲାଗିଲା ଆଜିର ରେସିପି କମେଣ୍ଟ ସେକ୍ସନରେ ସିଓର ଜଣାଇବେ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର, ବାଏ, ଜୟ ଜଗନ୍ନାଥ।